ଖ୍ରୀଷ୍ଟରେ ମୋର ପ୍ରିୟମାନେ, ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ପ୍ରଚୁର ଶାନ୍ତି ଦୟା ଅନୁଗ୍ରହ ସଦାକାଳ ଆପଣ ପ୍ରତ୍ୟେକ ଜଣଙ୍କ ପ୍ରତି ବର୍ତ୍ତୁ। ମୁଁ ଆପଣ ପ୍ରତ୍ୟେକ ଜଣଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ଯେ ଆମମାନଙ୍କର ଜଣେ ବିପକ୍ଷ ଅଛି, ଯାହାର ନାମ ଶୟତାନ, ଯାହା ନିମନ୍ତେ ଶେଷ ଦିନରେ ବିନାଶ ରଖାଯାଇଛି, ଅନନ୍ତ ମୃତ୍ୟୁ ରଖାଯାଇଅଛି। ବିଶ୍ୱାସ କରନ୍ତୁ, ସେ ଶୟତାନ ସହିପାରୁନାହିଁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣ ମୁଁ ପରିତ୍ରାଣ ପ୍ରାପ୍ତ ହେଉ। ସେ ସହିପାରୁନାହିଁ ଯେ ଯେଉଁ ସ୍ଥାନରୁ ସେ ପତିତ ହୋଇଅଛି ଆମେମାନେ ସେହି ସ୍ଥାନର ଅଧିକାର କରୁ। ଏଣୁକରି ସେ ଭୁଲେଇବାକୁ ଚାଲିଛି, ସେ ଭୁଲେଇବାକୁ ଲାଗିଛି। ବିଶ୍ୱାସ କରନ୍ତୁ, ପରମେଶ୍ୱରଙ୍କ ପାଇଁ ଲେଖାଯାଏ, ଆମମାନଙ୍କର ପରମେଶ୍ୱର ଘୁମାନ୍ତି ନାହିଁ ଅବା ନିଦ୍ରା ଯାଆନ୍ତି ନାହିଁ। ଶୟତାନ ମଧ୍ୟ ଘୁମଉନି କି ନିଦ୍ରା ଯାଉନି ଆଜ୍ଞା। ସେ ପ୍ରତ୍ୟେକଟି ସମୟରେ ପ୍ରତ୍ୟେକଟି ମୁହୂର୍ତ୍ତରେ ଖୋଜି ବୁଲୁଛି କିଏ ମୋର ଶିକାର ହେବ। ଜାଣନ୍ତି ଆମେମାନେ କି ପ୍ରକାର ଭାବରେ ତାହାର ଶିକାର ହେଉ। ପବିତ୍ର ବାଇବଲରେ ଲେଖାଯାଏ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେ ସମସ୍ତ ପ୍ରକାରର ପରୀକ୍ଷାରେ ପରୀକ୍ଷିତ କରିସାରିବା ଉତ୍ତାରେ କିଛି କାଳ ନିମନ୍ତେ ତାହାଙ୍କୁ ପରିତ୍ୟାଗ କରି ଚାଲିଗଲା। ଆଉ ସେହି କିଛି କାଳ ଉପରେ ଦୁଇଟି ଷ୍ଟାର ମାର୍କ ଦିଆଯାଇଛି, ତଳେ ପଢ଼ିବେ, ତାର ଅର୍ଥ ଲେଖାଯାଇଛି ପୁନର୍ବାର ସୁଯୋଗ ନ ପାଇବା ପର୍ଯ୍ୟନ୍ତ। ଆମେ ଯେ ପର୍ଯ୍ୟନ୍ତ ଈଶ୍ୱରଙ୍କ ଉପସ୍ଥିତିରେ ଅଛୁ, ଈଶ୍ୱରଙ୍କ ସହଭାଗିତାରେ ଅଛୁ, ଆପଣର ଅନ୍ତଃକରଣ ପରମେଶ୍ୱର ପ୍ରତି ସିଦ୍ଧ ରଖିଅଛୁ, ସେ ପର୍ଯ୍ୟନ୍ତ ଶୟତାନ କୌଣସି ସୁଯୋଗ ପାଇବ ନାହିଁ। ବଟ୍ ଯେତେବେଳେ ଆମେମାନେ ପରମେଶ୍ୱରଙ୍କ ଠାରୁ ପୁଣ୍ଡିଏ ଦୂରକୁ ଯିବାକୁ ଆରମ୍ଭ କରିବା, ଆମର ପ୍ରାର୍ଥନା କମିବାକୁ ଆରମ୍ଭ ହେବ, ଆମର ସହଭାଗିତା କମିବାକୁ ଆରମ୍ଭ ହେବ, ଆମେମାନେ ଈଶ୍ୱରଙ୍କ ବାକ୍ୟ ଶ୍ରବଣ ଓ ପାଳନ କରିବାକୁ କମ୍ ପଡ଼ିବା, ସେତେବେଳେ ଶୟତାନ ମଧ୍ୟ ଉପସ୍ଥିତ ହେବ। କାରଣ ସେ ପରୀକ୍ଷକ, କାରଣ ସେ ବିଘ୍ନ ଉତ୍ପନ୍ନକାରୀ, କାରଣ ସେ ଭ୍ରାନ୍ତଜନକ ଶିକ୍ଷା ଘେନି ଆସେ, ସେ ଭ୍ରାନ୍ତିକାରକ। ସେଥିପାଇଁ ତ ପ୍ରଭୁ ଯୀଶୁ ଆପଣଙ୍କୁ ଆଉ ମୋତେ କୁହନ୍ତି, ତୁମେମାନେ ପରୀକ୍ଷାରେ ଯେପରି ନ ପଡ଼ ଏଥି ନିମନ୍ତେ ଜାଗି ରହି ପ୍ରାର୍ଥନା କର। ତା ସହିତ ଶୟତାନ ମଧ୍ୟ ଆମମାନଙ୍କୁ କହେ, ବାବୁରେ ଜମା ପ୍ରାର୍ଥନା କରନା, କାରଣ ଈଶ୍ୱର ଆଉ ତୋର ପ୍ରାର୍ଥନା ଶୁଣୁନାହାନ୍ତି। ଦେଖ ତ ନିଜକୁ, କେତେ ବର୍ଷ ବିତିଗଲାଣି ଋଣ ସରୁନି। ଦେଖ ତ ନିଜକୁ, କେତେ ବର୍ଷ ବିତିଗଲାଣି ତୋ ଘରେ ଅସୁସ୍ଥତା ଅଛି। ଦେଖ ତ ନିଜକୁ, ତୋ ପରିବାରକୁ ଦେଖ, କେତେ ସମସ୍ୟା। ତୋ ପଡ଼ୋଶୀକୁ ଦେଖ ତ, ଗୋଟା ପରେ କୋଠା ବାଡ଼ଉଛି, ଗାଡ଼ି ପରେ ଗାଡ଼ି କିଣୁଛି। ପ୍ରଭୁ ତୋ ପ୍ରାର୍ଥନା ଆଉ ଶୁଣୁନାହାନ୍ତି, ଆଉ ପ୍ରାର୍ଥନା କରନା। ମୋର ପ୍ରିୟମାନେ, ଶୟତାନ ମିଥ୍ୟାବାଦୀ ଅଟେ। ସେ ଆଦମ ହବାକୁ ବି ମିଛ କହିଲା, ସେ ଆପଣଙ୍କୁ ବି ମିଛ କହୁଛି। ଶୁଣନ୍ତୁ ନାହିଁ। ଶୟତାନକୁ କୁହନ୍ତୁ, ଖ୍ରୀଷ୍ଟ ମୋ ନିମନ୍ତେ ପ୍ରାଣ ଦେବାକୁ ଆସିଲେ ଯେ ପ୍ରକାର ମୁଁ ଉଦ୍ଧାର ପ୍ରାପ୍ତ ହେବି ଓ ମୁଁ ପିତା ଈଶ୍ୱରଙ୍କ ସହିତ ମିଳିତ ହେବି, ମୁଁ ଖ୍ରୀଷ୍ଟଙ୍କର ବୋଲି ବିବେଚିତ ହେବି। ଗାଡ଼ି ପାଇବା ପାଇଁ ନାହିଁ, ଘୋଡ଼ା ପାଇବା ପାଇଁ ନାହିଁ, ସୁସ୍ଥତା ପାଇବା ପାଇଁ ନାହିଁ, ଋଣମୁକ୍ତ ହେବା ପାଇଁ ନାହିଁ। ପ୍ରଭୁଙ୍କ ଇଚ୍ଛା ହେଲେ ମୁଁ ଋଣମୁକ୍ତ ହେବି, ପ୍ରଭୁଙ୍କ ଇଚ୍ଛା ହେଲେ ମୁଁ ସୁସ୍ଥ ହେବି, ପ୍ରଭୁଙ୍କ ଇଚ୍ଛା ହେଲେ ମୋର ଗାଡ଼ି ଘୋଡ଼ା ହେବ, ପ୍ରଭୁଙ୍କ ଇଚ୍ଛା ନହେଲେ ନାହିଁ। ମୁଁ ଯୀଶୁଙ୍କ ପଛେ ଚାଲିବି, କାରଣ ଯୀଶୁ ମୋର ପ୍ରଭୁ ଅଟନ୍ତି। ପବିତ୍ର ବାଇବଲ କହେ, ଶୟତାନ ପ୍ରତିବାଧା କର, ତହିଁରେ ସେ ଚାଲିଯିବ। ଏ ଆଟମ ବମ୍ ଫାଟମ ବମ୍ରେ ଶୟତାନ ଯିବନି ଆଜ୍ଞା। ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଯିବ, ଯୀଶୁଙ୍କ ସାମର୍ଥ୍ୟରେ ଯିବ। ଯେତେବେଳେ ଆପଣ ଆଉ ମୁଁ ସାମର୍ଥ୍ୟରେ ପୂର୍ଣ୍ଣ ହେବା, ସେତେବେଳେ ସେ ଶୟତାନ ଦୌଡ଼ି ଦୌଡ଼ି ପଳେଇବ। ଏଣୁକରି ପବିତ୍ର ବାଇବଲ ଆମକୁ ଶିଖାଏ, ନିରନ୍ତର ପ୍ରାର୍ଥନା କରୁଥାଅ। ପ୍ରାର୍ଥନା କରିବା ଛାଡ଼ନ୍ତୁ ନାହିଁ। ଗୀତ ସଂହିତା ପୁସ୍ତକ ତାର 119 ଗୀତ ଆଉ ତାର 83 ପଦରେ ଯଦି ଆପଣମାନେ ପାଠ କରିବେ, ଦାଉଦ କୁହନ୍ତି, ମୁଁ ଧୂମ ସ୍ଥିତ କୁମ୍ପା ତୁଲ୍ୟ ହୋଇଅଛି। ଗୋଟେ କୁମ୍ପା ଯେତେବେଳେ ତାକୁ ସିଝା ଯାଏ, ପ୍ରସ୍ତୁତ କରାଯାଏ, ତାକୁ ଧୂମ ଭିତରେ ରଖାଯାଏ, ନିଆଁ ଭିତରେ ରଖାଯାଏ, ସେ ଘେରି ହେଇଯାଇଥାଏ। ଦାଉଦ କହୁଛନ୍ତି, ମୁଁ ଧୂମସ୍ଥିତ କୁମ୍ପା ତୁଲ୍ୟ ହେଇଅଛି, ମୋ ଉପରେ ଅନେକ ବିଷୟ ମାଡ଼ି ପଡ଼ିଅଛି, ମୁଁ ଅନେକ ବିପଦରେ ଘେରା ଯାଇଅଛି, କିନ୍ତୁ ତଥାପି ବି ମୁଁ ତୁମ୍ଭର ବିଧି ସବୁ ପାସରୁ ନାହିଁ। ଯେଉଁ ଲୋକମାନେ ପରମେଶ୍ୱରଙ୍କ ବିଧି ନ ପାସରନ୍ତି ସେମାନେ ଧନ୍ୟ। ଯେଉଁମାନେ ସଙ୍କଟ କାଳରେ ମଧ୍ୟ ସଦାପ୍ରଭୁଙ୍କ ନାମରେ ଆମମାନଙ୍କୁ ଦିଆଯାଇଥିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କରନ୍ତି, ସେମାନେ ଧନ୍ୟ। ମୁଁ ଆପଣମାନଙ୍କୁ ସତ୍ୟ କହୁଅଛି, ଗୋଟେ ଦିନ ଆସିବ, ଆମେମାନେ ଶେଷ ଦିନରେ ଦେଖିବା ସ୍ୱର୍ଗ ରାଜ୍ୟରେ ଆମମାନଙ୍କ ପାଇଁ ଆନନ୍ଦ ହେଉଅଛି। ଆମମାନଙ୍କର ନାମ ଜୀବନ ପୁସ୍ତକରେ ଲେଖା ହେଇଅଛି। ଖ୍ରୀଷ୍ଟରେ ମୋର ପ୍ରିୟମାନେ,
जो दिन ठारू प्रभु जीशु ख्रीष्ट क्रूसरे टंगा गले ताहांकर एक पार्श्व थिबा से चोर ताहांकु प्रार्थना करी कहला प्रभु मते आप मते आपण राज्य रे स्मरण करिवे। विश्वास करंतु से ही दिन ठारू आम प्रत्येक विश्वासी मानकर मूल प्रार्थनार कथा हे प्रभु जीशु आपण राज्य रे मते स्मरण करंतु। ए जगत रे कौन हेउची हे जाओ मोर दिन गुड़िक लाजार भिखारी परी हे जाओ किंतु प्रभु मुझे प्रकार तुम राज्य रे सांत्वना पाइबी से मु प्रार्थना करूअछि। मोर दिन आयुब तुल्य हे जाओ मु पाउंसरे बसे मोर मित्र माने मते लांछना करंतु किंतु प्रभु तुमे मो प्रति दृष्टि रखि थाओ। मोर प्रिय माने प्रभु जीशु तो आम मान को निजे कहले मोहर जगत एही राज्य संबंधी नुहे एणु करी शयतान मिछ शुणंतु नाई। शयतान को कहंतु शयतान तोर कथा मु शुणिबे नाई कारण तते स्वर्ग राज्य रु पतित करा जाई अछि आ मते स्वर्ग राज्य रे प्रवेश करेबा पाई प्रभु जीशु ख्रीष्ट मृतमान को मध्य पुनरुत्थित हेछंती। अतएव मु जीशुंक नाम रे प्रार्थना करिबी मु जे अवस्था रे थाए मु निरंतर प्रार्थना करिबी मु जागी रही प्रार्थना करिबी। प्रभु ए समस्त वाक्य रे आम मान को आशीर्वाद करंतु और आमे माने शयतान प्रतिबाधा करी जाग्रत रही प्रार्थना करि पारू। प्रभु अपना राज्य रे आम मान को स्मरण करंतु। आमेन।